ଆମର ପିସିସି ସଭାପତି ଚୟନ ନେଇ ଆପଣଙ୍କ ନାମ ମଧ୍ୟ ଚର୍ଚ୍ଚାରେ ଆସୁଛି, ଏ ବିଷୟରେ ନେଇ କ'ଣ କହିବେ ଆପଣ? ପିସିସି ସଭାପତି ବହୁତ ଦିନ ହେଲା ଓଡ଼ିଶା ରାଜ୍ୟ ଭଳି କଂଗ୍ରେସ ଉଠୁଥିଲା ବେଳକୁ ତାକୁ ଜାଣିଶୁଣି କଂଗ୍ରେସକୁ ନଷ୍ଟ କରାଯାଉଛି। ଆମେ ସେଥିପାଇଁ ମର୍ମାହତ। ସାଧାରଣ ଲୋକ ମଧ୍ୟ ଗାଁ ଗହଳିରେ ସମସ୍ତେ ବହୁତ ଦୁଃଖିତ ଓଡ଼ିଶା ସାରା। ତେଣୁ ଆମେ ବର୍ତ୍ତମାନ ମୁଁ ମୋହନା ବିଧାୟକ ଭାବରେ ଅପିଲ କରୁଛି ଏଆଇସିସିର ଅଧ୍ୟକ୍ଷ ଶ୍ରୀଯୁକ୍ତ ମଲ୍ଲିକାର୍ଜୁନ ଖଡ଼ଗେଜୀ, ଶ୍ରୀମତୀ ସୋନିଆ ଗାନ୍ଧୀଜୀ, ରାହୁଲ ଗାନ୍ଧୀଜୀ, ପ୍ରିୟଙ୍କା ଗାନ୍ଧୀଜୀ ଏମାନେ ତୁରନ୍ତ ଆମର ଓଡ଼ିଶାରେ ଯାହାକୁ ସେମାନେ ଚୟନ କରୁଛନ୍ତି କରନ୍ତୁ, କିନ୍ତୁ ତୁରନ୍ତ ପିସିସି ସଭାପତି ଡିକ୍ଲେୟାର କରନ୍ତୁ, ଇଏ ଆମେ ଚାହୁଁଛୁ। ସାର୍ ଆଉ ଗୋଟେ ବିଷୟ ଆମର ଯେଉଁ ଆମର ଭାଲୁ ଭାଇ ଯିଏକି ଆମର ତାରା ବାହିନୀ ପତି ତାଙ୍କ ନାମ ମଧ୍ୟ ଚର୍ଚ୍ଚାରେ ଆସୁଛି। ଆମର ଯେଉଁ କଟକର ଯେଉଁ ପୂର୍ବତନ ଯେଉଁ ଥିଲେ ବିଧାୟକ ମୁକିଂ ତାଙ୍କର ମଧ୍ୟ ଚର୍ଚ୍ଚାକୁ ଆସୁଛି। ଚର୍ଚ୍ଚା ତ ସମସ୍ତଙ୍କର ନାଁରେ ସୋସିଆଲ ମିଡ଼ିଆରେ ଆଇବ, ସେଟାକୁ ଆମେ କହୁନୁ। ଆମେ ତ କହୁଛୁ ସେ ଯାହାକୁ ଦେଉଛନ୍ତି ଦିଅନ୍ତୁ। ଯିଏ କଂଗ୍ରେସର ମଙ୍ଗ ଧରିବ, ଏଆଇସିସି ଯାହାକୁ ମୋହର ମାରିଲା ତାକୁ ଆମେ ହାତ ଟେକିବୁ, ଶିରୋଧାର୍ଯ୍ୟ। ଏଆଇସିସି ନିଷ୍ପତ୍ତିକୁ କେହି ଅବମାନନା କରିପାରିବେ ନାହିଁ। ସେ ଯାହାକୁ ଦେଲା ଆମେ ତାକୁ ସ୍ୱୀକାର ସହିତ ଆମେ ଗ୍ରହଣ କରିବୁ। ମାନେ ଏତେ ବିଳମ୍ବ ହେବାର କାରଣ ବିଳମ୍ବ ସେଇଥିପାଇଁ ତ ଆମେ ଦୁଃଖିତ। ଏମିତି କେବେ ଇତିହାସରେ ହେଇନଥିଲା, ଓଡ଼ିଶା ରାଜ୍ୟରେ ଏଭଳି ଇତିହାସ କଂଗ୍ରେସ ପାର୍ଟି ପାଇଁ ହେଇନଥିଲା। ଏଇଟା କାହିଁକି କରୁଛନ୍ତି ଜାଣି ଶୁଣିକିରି, ଏଇଟା କିଏ ଗୋଟେ ନଷ୍ଟ କରୁଛି। ଆମେ ଏଇଟା ଗୁପ୍ତଚର ଭାବରେ ନଷ୍ଟ କରୁଛନ୍ତି ବୋଲି ଭାବେ ଅନୁମାନ କରୁଛୁ। ଗୋଷ୍ଠୀ କନ୍ଦଳ କ'ଣ ଅଛି କି? ନାଇଁ ନାଇଁ, ଗୋଷ୍ଠୀ କନ୍ଦଳ ଥିଲେ ବି ଏଭଳିଆ ପରିସ୍ଥିତି ନଥିଲା। ସବୁ ଦଳର ଗୋଷ୍ଠୀ କନ୍ଦଳ ଥାଏ, ଆମ ଦଳର କେବଳ ନାହିଁ, ସବୁ ଦଳର ଅଛି, ସେ କଥା ମୁଁ କହୁନାହିଁ। କିନ୍ତୁ କେତେ ଗୋଷ୍ଠୀ କନ୍ଦଳ ଥିଲେ ମଧ୍ୟ କଂଗ୍ରେସ ପାର୍ଟିକୁ କିଏ ଗୋଟେ ଏଇଟା ଜାଣିଶୁଣି ନଷ୍ଟ କରୁଛି ବୋଲି ମୁଁ ଅନୁମାନ କରୁଛି, ମୋର ସାଧାରଣ ଜ୍ଞାନ ଭାବ। କିନ୍ତୁ ଯେତେ ଥର ଯେଉଁମାନେ ପିସିସି ସଭାପତି ଥିଲେ ଆଉ ନୂଆ ନହେଲା ପର୍ଯ୍ୟନ୍ତ ସେ ଚଲାଉଥାନ୍ତେ, ଯାହାକୁ ଯେତେବେଳେ ଆଉ ଥରେ ବାହାର କରିଥାନ୍ତେ ସିଏ ଆଉ ଥରେ ସେତିକି ଦିନ ପର୍ଯ୍ୟନ୍ତ ସିଏ ରାଜ୍ୟଟାକୁ ଚଳେଇକିରି ଚାଲିଥାନ୍ତା। କିନ୍ତୁ ଆଜି ପୁରା ରିଜର୍ଭ କରିକି ଗୋଟେ ଅସୁବିଧା କରିଦେଲା।